ଇସଲାମୀୟ କ୍ୟାଲେଣ୍ଡର ଦ୍ୱାଦଶ ମାସ ଦିଲ୍ ହିଜ୍ଜାର 10ମ ତାରିଖକୁ ଇଦ୍ ଉଲ୍ ଆଧା ବା ବକ୍ରିଦ୍ ପର୍ବ କୁହାଯାଏ। ଏ ବକ୍ରିଦ୍ ପର୍ବଟି 3 ଦିନ ଧରି ଚାଲେ। ଏହି ପର୍ବଟି ତ୍ୟାଗ, ବଳିଦାନ ଓ ସମର୍ପଣର ପର୍ବ। ବକ୍ରିଦ୍ ପର୍ବଟି ମହାପୁରୁଷ ହଜରତ ଇବ୍ରାହିମଙ୍କ ଆଲୈହିସଲାମଙ୍କର ତ୍ୟାଗ ସମର୍ପଣର ସ୍ୱରୂପ ଅଟେ। ମହାପୁରୁଷ ହଜରତ ଇବ୍ରାହିମ ସର୍ବଶକ୍ତିମାନ ଆଲ୍ଲାହଙ୍କ ଆଦେଶକୁ ମାନି ନିଜର ଏକମାତ୍ର ଅଲିଅଳି ପୁତ୍ର ହଜରତ ଇସ୍ମାଇଲ ଆଲୈହିସଲାମକୁ ବଳି ଦେଇଥିଲେ। ତାହା ଥିଲା ଏକ ଆଲୌକିକ ଘଟଣା। ହଜରତ ଇସ୍ମାଇଲଙ୍କ ବଦଳରେ ବଳି ପଡ଼ିଥିଲା ଏକ ସ୍ୱର୍ଗୀୟ ମେଣ୍ଢା ବା ଦୁମ୍ବା। ହଜରତ ଇବ୍ରାହିମ ସର୍ବଶକ୍ତିମାନ ଆଲ୍ଲାହଙ୍କ ପ୍ରତି ଥିବା ତାଙ୍କ ବିଶ୍ୱାସକୁ ଉଜ୍ଜୀବିତ କରି ରଖିବା ପାଇଁ ଆଲ୍ଲାହ ପବିତ୍ର କୁରାନରେ ସୂରେ ଅଲ୍ ନହଲ ଆୟତ ନମ୍ବର 120 ଓ 121ରେ ଉଲ୍ଲେଖ କରିଛନ୍ତି, إن إبراهيم كان أمة قانتا لله حنيفا ولم يك من المشركين। ବାସ୍ତବରେ ଇବ୍ରାହିମ ଆଲ୍ଲାହଙ୍କ ଜଣେ ଆଜ୍ଞାଧୀନ ଓ ଏକଶ୍ୱରବାଦୀ ଭକ୍ତ ଥିଲେ ଏବଂ ଜଣେ ଆଦର୍ଶ ଜନନାୟକ ଥିଲେ। ସେ ବହୁ ଈଶ୍ୱରବାଦୀ ନଥିଲେ। شاكرا لأنعمه اجتباه وهداه إلى صراط مستقيم। ସେ ଆଲ୍ଲାହଙ୍କ ଅନୁଗ୍ରହ ଯୋଗୁଁ ତାଙ୍କ ପ୍ରତି କୃତଜ୍ଞ ଥିଲେ। ଆଲ୍ଲାହ ତାଙ୍କୁ ମନୋନୀତ କରିଥିଲେ ଏବଂ ସତ୍ମାର୍ଗରେ ପରିଚାଳିତ କରିଥିଲେ। ହଜରତ ଇବ୍ରାହିମଙ୍କ ବଳିଦାନରେ ସର୍ବଶକ୍ତିମାନ ଆଲ୍ଲାହ ପ୍ରୀତ ହୋଇ ଏକ ପଶୁ ବଳି ଦେବା ପାଇଁ ଆଦେଶ ଦେଲେ, ଯାହାକୁ କୁର୍ବାନୀ କୁହାଯାଏ। ପବିତ୍ର କୁରାନ୍ର ସୂରେ ଅଲ୍ ହଜ୍ ଆୟତ ନମ୍ବର 36ରେ ବର୍ଣ୍ଣିତ ଅଛି, والبدن جعلناها لكم من شعائر الله لكم فيها خير فاذكروا اسم الله عليها صواف فإذا وجبت جنوبها فكلوا منها وأطعموا القانع والمعتر كذلك سخرناها لكم لعلكم تشكرون। ବଳିର ଓଟମାନଙ୍କୁ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆଲ୍ଲାହଙ୍କ ନିଦର୍ଶନ କରିଛୁ, ଯେଉଁଥିରେ ତୁମ୍ଭମାନଙ୍କର କଲ୍ୟାଣ ନିହିତ ଅଛି। ତେଣୁ ସେମାନଙ୍କୁ ଧାଡ଼ିରେ ଠିଆ କଲା ପରେ ଆଲ୍ଲାହଙ୍କ ନାମ ନେଇ ବଦ୍ଧ କର। ଯେତେବେଳେ ସେମାନେ ତଳେ ପଡ଼ିଯାଆନ୍ତି, ସେମାନଙ୍କ ମାଂସ ଖାଅ। ମାଗୁଥିବା ଗରିବମାନଙ୍କୁ ଓ ମାଗୁ ନଥିବା ଅଭାବୀ ଲୋକମାନଙ୍କୁ ମଧ୍ୟ ଖାଇବାକୁ ଦିଅ। ଏହିପରି ଆମ୍ଭେ ଏହି ପଶୁମାନଙ୍କୁ ତୁମ୍ଭମାନଙ୍କର ବଶବର୍ତ୍ତୀ କରିଦେଇଛୁ, ଯେପରିକି ତୁମ୍ଭେମାନେ ଆମ୍ଭର ଉପକାର ମାନିବ। ପବିତ୍ର ହଦିସ୍ର ସହି ବୁଖାରୀ ବହି ସଂଖ୍ୟା 68 ଖଣ୍ଡ 7 ଉକ୍ତି ସଂଖ୍ୟା 454 ମହାପୁରୁଷ ହଜରତ ମୁହମ୍ମଦ ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ ଉଲ୍ଲେଖ କରିଛନ୍ତି, ଯେଉଁ ସକ୍ଷମ ବ୍ୟକ୍ତି ମାଲିକେ ନିଶା ଇଦ୍ ଉଲ୍ ଅଧାର ନମାଜ ପୂର୍ବରୁ କୁର୍ବାନୀ ଦିଅନ୍ତି, ତାହା କେବଳ ନିଜ ପାଇଁ ଉଦ୍ଦିଷ୍ଟ। ମାତ୍ର ନମାଜ ପାଠ ପରେ ଯେଉଁ କୁର୍ବାନୀ ଦିଆଯାଇଥାଏ, ତାହା ଆଲ୍ଲାହଙ୍କ ପାଇଁ ଗ୍ରହଣୀୟ ହୋଇଥାଏ। ଏହି ଦିନରେ ମୁସଲମାନ ଶ୍ରଦ୍ଧାଳୁ ସକାଳୁ ସ୍ନାନ ପୂର୍ବକ ସଫା ଲୁଗା ପିନ୍ଧି ବିଭିନ୍ନ ଇଦ୍ଗାହ ଓ ମସଜିଦକୁ ନମାଜ ପାଠ ପାଇଁ ଯାଇଥାନ୍ତି। ନମାଜ ପାଠ ପରେ କୁର୍ବାନୀ ଭଳି ଏକ ଧାର୍ମିକ କର୍ମକାଣ୍ଡକୁ ପାଳନ କରିଥାନ୍ତି। ପବିତ୍ର କୁରାନ ସୂରେ ଅଲ୍ ହଜ୍ ଆୟତ ନମ୍ବର 37ରେ ବର୍ଣ୍ଣିତ ଅଛି, لن ينال الله لحومها ولا دماؤها ولكن يناله التقوى منكم كذلك سخرها لكم لتكبروا الله على ما هداكم وبشر المحسنين। ଆଲ୍ଲାହଙ୍କ ପାଖରେ ସେମାନଙ୍କର ମାଂସ ବା ରକ୍ତ ପହଞ୍ଚେ ନାହିଁ, କିନ୍ତୁ ତୁମ୍ଭମାନଙ୍କର ନିଷ୍ଠା ପହଞ୍ଚିଥାଏ। ଏହିପରି ଆଲ୍ଲାହ ସେମାନଙ୍କୁ ତୁମ୍ଭମାନଙ୍କର ବଶବର୍ତ୍ତୀ କରିଦେଇଛନ୍ତି, ଯେପରିକି ତାଙ୍କ ମାର୍ଗଦର୍ଶନ ଯୋଗୁଁ ତୁମ୍ଭେମାନେ ତାଙ୍କର ମହିମା ଗାନ କରିବ। ସଦାଚାରୀମାନଙ୍କୁ ସୁସମାଚାର ଦେଇଦିଅ। ବକ୍ରିଦ୍ ପର୍ବଟି ବ୍ୟକ୍ତିବିଶେଷ ଓ ଆଲ୍ଲାହଙ୍କ ମଧ୍ୟରେ ବିଶ୍ୱାସର ସେତୁ ଅଟେ। ଏହି ପର୍ବ ବ୍ୟକ୍ତିବିଶେଷ ଓ ଆଲ୍ଲାହଙ୍କ ମଧ୍ୟରେ ସମ୍ପର୍କର ଡୋରକୁ ମଜବୁତ କରିଥାଏ। ଏହି ପର୍ବଟି ସର୍ବଶକ୍ତିମାନ ଆଲ୍ଲାହଙ୍କ ପ୍ରତି ଥିବା ବିଶ୍ୱାସ, ସମର୍ପଣ, କୃତଜ୍ଞତା, ନିଃସ୍ୱାର୍ଥପରତା, ଚିତ୍ତଶୁଦ୍ଧତା ତଥା ଏକତା ଓ ଭ୍ରାତୃଭାବର ଏକ ଜ୍ୱଳନ୍ତ ଉଦାହରଣ ଅଟେ।